ଯିଏ ଆଖିରେ ଲାଲ ଚଷମା ପିନ୍ଧିଥାଏ ତାକୁ ଦୁନିଆ ଲାଲ ଦେଖାଯାଏ। ଯିଏ ଆଖିରେ କଳା ଚଷମା ପିନ୍ଧିଥାଏ ତାକୁ ଦୁନିଆ କଳା ଦେଖାଯାଏ। ଯିଏ ଆଖିରେ ହଳଦିଆ ଚଷମା ପିନ୍ଧିଥାଏ ତାକୁ ଦୁନିଆ ହଳଦିଆ ଦେଖାଯାଏ। କିନ୍ତୁ ଯିଏ ନର୍ମାଲ ଧଳା କାଚ ଗ୍ଲାସ୍ ପିନ୍ଧିଥାଏ ତାକୁ ଦୁନିଆ ସ୍ପଷ୍ଟ ଦେଖାଯାଏ। ଦୁନିଆରେ କ'ଣ ଚାଲିଛି ସେ ଜାଣିପାରେ, ସେ ଦେଖିପାରେ, ସେ ବୁଝିପାରେ। ତେଣୁ ଆମେ ଆମର ଅନ୍ତର୍ଦୃଷ୍ଟି ଶକ୍ତି ଯେଉଁ ଭଳିଆ ହୋଇଥିବ, ଆମ ମନର ମାନସିକତା ଯେଉଁ ଭଳିଆ ହୋଇଥିବ, ଆମକୁ ଠିକ୍ ସେମିତି ଦୁନିଆ ଦେଖାଯିବ। ତେଣୁ ଆମେ ଦୁନିଆକୁ ରଙ୍ଗୀନ ଚଷମାରେ କେବେ ଦେଖିବା ନାହିଁ। ପର କଥାରେ ପଡ଼ି ଆମେ କାହାକୁ ଭୁଲ ବୁଝିବା ନାହିଁ। ଆମେ ନିଜର ବୁଦ୍ଧି ଖଟେଇବା, ଆମର ସ୍ୱଚ୍ଛତାକୁ ନେଇ ଆମେ ଆଗକୁ ଆଗେଇବା। କେବେ ହେଲେ ଆମର ଥଟ୍କୁ ନେଗେଟିଭ୍ ହେବା ପାଇଁ ଦେବା ନାହିଁ। କାରଣ ନେଗେଟିଭ୍ ଥଟ୍ ସବୁବେଳେ ଆମକୁ ନିମ୍ନତର ପ୍ରଦେଶକୁ ନେଇଯାଏ। ଆମେ ଯଦି ଭଗବାନଙ୍କର ସନ୍ତାନ ତାହେଲେ ଆମେ ତ ଜଣେ ଜଣେ ଦେବଦୂତ, ଆମେ ଜଣେ ଜଣେ ଦେବତା, ଦେବଂଶୀ। ତେଣୁ କୁହାଯାଏ ସକଳ ଘଟେ ନାରାୟଣ। ତ ଆମ ଶରୀର ଭିତରେ ଯଦି ଭଗବାନ ଅଛନ୍ତି ତାହେଲେ ଆମେ ବି ଜଣେ ଜଣେ ଭଗବାନ। ଏବଂ ଝିଅମାନଙ୍କୁ ଆମେ ମା କହି ମୁଣ୍ଡିଆ ମାରୁ। ତେଣୁ ଆମେ ଆଜି କାହିଁକି ଜଣଙ୍କ ବିରୁଦ୍ଧରେ ଅନ୍ୟ ଜଣଙ୍କୁ ମତେଇବା, ପ୍ରବର୍ତ୍ତେଇବା, ନେଗେଟିଭ୍ ଥଟ୍ କାହିଁକି ତା ମନରେ ସୃଷ୍ଟି କରିବା? ନା, ଏମିତି ହେଲେ ନା ଆମେ ଭଲରେ ରହିପାରିବୁ, ନା ଆମେ ଯାହାକୁ ପ୍ରବର୍ତ୍ତେଇଲୁ ସେ ଭଲରେ ରହିପାରିବ। ତେଣୁ ସବୁବେଳେ ସମସ୍ତଙ୍କର ଶୁଭ ଚିନ୍ତା କରିବା ଏବଂ ନିଜର ଉନ୍ନତି କରିବା, ଅନ୍ୟର ଉନ୍ନତି ହେଉ ସେ ଦିଗରେ ଆମେ ସତତ ଚେଷ୍ଟିତ ରହିବା।